ପାଇଛୁ। ଆଉ ଆମେ ଦେଖୁଛୁ ଏଇ ଦିନ ମାନଙ୍କରେ ଆମେ ସେ ପେସନ ୱିକ ର ସମୟରେ ଆମେ ରହିଛୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ରବିବାର ଦିନ ଗଧ ଉପରେ ଚଢି ସେ ଜେରୁସାଲେମକୁ ବିଜୟ ଯାତ୍ରା କଲେ। ସୋମବାର ଦିନ, ମଙ୍ଗଳବାର ଦିନ, ବୁଧବାର ଦିନ, ଗୁରୁବାର ଦିନ ସେ ଜେରୁସାଲେମରେ ରହିଲେ। ଆଉ ଶୁକ୍ରବାର ଦିନ ସେ କ୍ରୁଶ ଉପରେ ନିଜର ଜୀବନକୁ ଦେଲେ। ଆଉ ରବିବାର ଦିନ ସେ ପୁନରୁତ୍ଥିତ ହେଲେ। ଆମେ ଏଇ ସବୁ ବିଷୟ ଗୁଡିକକୁ ଜାଣିଛୁ। ମତେ ଦୁଃଖ କଣ ଲାଗେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମର ବିବରଣୀ, ସେ ଯୀଶୁଖ୍ରୀଷ୍ଟ ସେ କୁମାରୀ ମରିୟମଙ୍କ ଗର୍ଭରେ ଜନ୍ମଗ୍ରହଣ କରି ଏ ଧରା ପୃଷ୍ଠକୁ ଆସି ଗୁହାଳ ଘରେ ଶୋଇଲେ, ବଢେଇ ଘରେ ଦିନ କାଟିଲେ, ଏଇ ସବୁ ବିଷୟ ଗୁଡିକକୁ ଆମେ ଅନ୍ୟମାନଙ୍କ ନିକଟରେ ଅତି ସୁନ୍ଦର ଭାବରେ ଆମେ ପ୍ରଚାର ପ୍ରସାର କରିଥାଉ। ଆମେ ଝୁମନ ଆସୋ ଖୁସି ସେ ଆଦ ଯୀଶୁ ପୈଦା ହୁଆ ଗୀତ ଗାଇ ଆମେ ପରସ୍ପରକୁ ଆମେ ଉତ୍ସାହିତ କରିଥାଉ। ମାତ୍ର ଆମେ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁକୁ ଆମେ ଘୋଷଣା କରିନଥାଉ। ପ୍ରିୟମାନେ, ବାଇବଲ ଆମମାନଙ୍କୁ କହେ, ଯେତେବେଳେ ଆମକୁ ପ୍ରଭୁବୋଧ ବିଷୟରେ ସାଧୁ ପାଉଲ କହୁଛନ୍ତି, ସେ ଆମକୁ କଣ କହୁଛନ୍ତି? ଯଦି ପଢିବା ପ୍ରଥମ କରନ୍ଥୀୟ 11 ଅଧ୍ୟାୟ 26 ପଦ, କାରଣ ଯେତେ ଥର ତୁମେମାନେ ଏହି ରୋଟି ଭୋଜନ କର ଓ ଏହି ପାନ ପାତ୍ରରୁ ପାନ କର, ସେତେ ଥର ତୁମେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କର ଜନ୍ମକୁ ପ୍ରଚାର କରୁଅଛ। ଜନ୍ମକୁ ପ୍ରଚାର କରିବା ପାଇଁ ଆମକୁ କୌଣସି ପ୍ରକାର ନିର୍ଦ୍ଦେଶ ମିଳିନାହିଁ। ଆମକୁ କୋଉଟା ପ୍ରଚାର କରିବାର ଅଛି? ତାଙ୍କର ମୃତ୍ୟୁକୁ, ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁକୁ ଲୋକମାନଙ୍କ ନିକଟରେ ପ୍ରଚାର କରିବାର ଆବଶ୍ୟକ ରହିଛି। ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନକୁ ଲୋକମାନଙ୍କ ନିକଟରେ ପ୍ରକାଶ କରିବାର ଆବଶ୍ୟକ ରହିଛି। ବାଇବଲରେ 4ଟି ସୁସମାଚାର ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ଆଉ 4ଟି ସୁସମାଚାରରେ, 4ଟା ଯାକ ସୁସମାଚାରରେ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ବିଷୟରେ ଲେଖାଯାଇ ନାହିଁ। ମାଥ୍ୟୁରେ ଯୀଶୁଙ୍କ ଜନ୍ମ ବିଷୟରେ ଲେଖାଯାଉଛି, ମାର୍କର ଲେଖାଯାଇ ନାହିଁ, ଲୁକର ଲେଖାଯାଉଛି, ଜହନର ଲେଖାଯାଉନାହିଁ। ମାତ୍ର ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁର ବିବରଣୀ 4ଟା ଯାକ ସୁସମାଚାରରେ ଅଛି। ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମର ବିବରଣୀ 4ଟା ଯାକ ସୁସମାଚାରରେ ଅଛି। ଆମେ ପ୍ରାର୍ଥନା ଆମେ କରିବା ଯେ ପ୍ରକାର କି ଆମେ ଯୀଶୁ ଖ୍ରୀଷ୍ଟଙ୍କର ଏହି ଦୁଃଖ ଭୋଗ ବା ଏହି ମୃତ୍ୟୁ ଭୋଗକୁ ଆମେ ଅନ୍ୟମାନଙ୍କ ନିକଟରେ ସେୟାର କରିବା, କହିବା ଯେ ଯୀଶୁ ଖ୍ରୀଷ୍ଟ କାହିଁକି ମୃତ୍ୟୁବରଣ କଲେ। ଆମେ ଲୋକମାନଙ୍କୁ ଆମେ ଜଣେଇବା ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ବିଷୟରେ। ଆଜି ଆମମାନଙ୍କର ମୁସଲମାନ ଭାଇ ଭଉଣୀ ମାନେ, ସେମାନେ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମକୁ ସାଧାରଣ ଗ୍ରହଣ କରନ୍ତି, କହନ୍ତି ଯେ କୁମାରୀ ମରିୟମଙ୍କ ଗର୍ଭରେ ଯୀଶୁ ଖ୍ରୀଷ୍ଟ ଜନ୍ମ ହେଲେ, ତାଙ୍କର ଜନ୍ମ ବହୁତ ଆଶ୍ଚର୍ଯ୍ୟ ବିଷୟ। ମାତ୍ର ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁକୁ ସେମାନେ ସ୍ୱୀକାର କରନ୍ତି ନାହିଁ। ସେମାନେ କହନ୍ତି ଯେ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶରେ ଚଢାଯାଇ ନାହିଁ, ଯୀଶୁ ଖ୍ରୀଷ୍ଟଙ୍କ ପରି ଜଣେ ଦେଖା ଯାଉଥିଲେ, ତାଙ୍କୁ ନେଇକିନା କ୍ରୁଶରେ ଚଢେଇ ଦେଇଛନ୍ତି। এই ପ୍ରକାର କଥା ସେମାନେ ଆମମାନଙ୍କ ନିକଟରେ କହୁଅଛନ୍ତି। ଆଉ ଏଇ ଯୋଉ ଆମମାନଙ୍କର ହିନ୍ଦୁ ଭାଇ ଭଉଣୀ ମାନେ, ସେମାନେ କଣ କହୁଛନ୍ତି? ସେମାନେ କହୁଛନ୍ତି ଯୀଶୁ ଖ୍ରୀଷ୍ଟ କ୍ରୁଶରେ ଚଢେଇ ଯିବା ସମୟରେ ସେ ଓଡିଶାକୁ ଆସିଥିଲେ, ଆଉ ଭାରତକୁ ଆସି ଏଠି ୟୋଗା ଶିଖିକିନା ଯାଇଥିଲେ, ଆଉ ସେ କ୍ରୁଶ ଉପରେ ସେ ମୂର୍ଚ୍ଛା ଅବସ୍ଥାରେ ଥିଲେ, ଆଉ ତାଙ୍କୁ ଯେତେବେଳେ କବରରେ ରଖାଗଲା, ସେଠିରୁ ତାଙ୍କର ଶିଷ୍ୟମାନେ ତାଙ୍କୁ ଚୋରି କରିକି ଧରି ପଳାଇ ଆସିଲେ। ଏହାପରେ ସେ ଓଡିଶାକୁ ଆସିଲେ, କାଶ୍ମୀରକୁ ଆସିଲେ, ବିଭିନ୍ନ ପ୍ରକାର ହ୍ୱାଟ୍ସଆପ୍ ୟୁନିଭର୍ସିଟିରେ ପାଠ ପଢି ଆସି ଆମକୁ ସେମାନେ ଗପ ଯାକ କହୁଥିବେ, ଆମେ ସେ ସବୁ ଯାକ ଆମେ ଶୁଣୁଥିବୁ। ଆମେ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ପ୍ରଭୁଙ୍କର ଲୋକମାନେ, ଆମେ ଶିକ୍ଷିତ ଖ୍ରୀଷ୍ଟିଆନ, ଆତ୍ମିକ ଖ୍ରୀଷ୍ଟିଆନ ଭାବରେ ଆମେ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁକୁ ଆମେ ପ୍ରଚାର କରିବାର ଆବଶ୍ୟକ ରହିଅଛି। ଦୁନିଆରେ କାହାର ମୃତ୍ୟୁର ଦିନକୁ ଗୁଡ୍ ଫ୍ରାଇଡେ ବୋଲି କୁହାଯାଏ ନାହିଁ, ଶୁଭ ଦିନ ବୋଲି କୁହାଯାଏ ନାହିଁ। ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁର ଦିନକୁ ଶୁଭ ଦିନ ବୋଲି କୁହାଯାଉଛି, କାରଣ ତାଙ୍କର ମୃତ୍ୟୁ ଦ୍ୱାରା ଆମେ ଅନେକ ଆଶୀର୍ବାଦ ଗୁଡିକ ଆମେ ପାଇଛୁ। ସେ ଆଶୀର୍ବାଦ ଗୁଡିକକୁ ଯେତେବେଳେ ଆମେ ବୁଝିଲୁ, ସେତେବେଳେ ଆମେ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁର ଦିନକୁ ଆମେ ଶୁଭ ଦିନ ବୋଲି କହିଲୁ, ଶୁଭ ଶୁକ୍ରବାର ବୋଲି କହିଲୁ। ସେଥିପାଇଁ ଆଜି ଅନେକ ଭାଇ ଭଉଣୀ ମାନେ ଅଛନ୍ତି, ଯୋଉ ସମୟରେ ସେମାନେ ଏଇ ଯୋଉ ଶୁଭ ଶୁକ୍ରବାରରେ ଆସନ୍ତି, ଚର୍ଚ୍ଚକୁ ଆସନ୍ତି, ସେମାନେ କ୍ରୁଶରେ ଯୀଶୁ କରିଥିବା ସପ୍ତ ବାଣୀକୁ ସେମାନେ ଶୁଣନ୍ତି, ଆଉ ସେଇ ସମୟରେ ସେମାନେ କାନ୍ଦନ୍ତି, ଆଖିରୁ ଲୁହ ଖସିଯାଏ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋ ପାଇଁ ଏମିତି କରଡ଼ା ପ୍ରହାର ସହ କଲେ, ମୋ ହାତ ପାଇଁ ସେ କଣ୍ଟା ମାଡ ଖାଇଲେ, ଏ ପ୍ରକାର କାନ୍ଦନ୍ତି। ଦେଖନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ନିଜ ବିଷୟରେ ସେ କଣ କହନ୍ତି? ଲୁକ ଲିଖିତ ସୁସମାଚାର 23 ଅଧ୍ୟାୟକୁ ଆମେ ଆସିବା। ଲୁକ ସୁସମାଚାର 23 ଅଧ୍ୟାୟକୁ ଯେତେବେଳେ ଆସିବା, ସେଇ ସ୍ଥାନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ କହୁଛନ୍ତି? 26 ପଦରୁ ମୁଁ ପଢୁଛି। ସେତେବେଳେ ତାହାଙ୍କୁ ଘେନିଯିବା ସମୟରେ ପଲ୍ଲୀ ଗ୍ରାମରୁ ଆସୁଥିବା ସିମୋନ ନାମକ ଜଣେ
କୁରୁଣୀୟ ଲୋକଙ୍କୁ ଧରି ଯୀଶୁଙ୍କ ପଛେ ପଛେ କ୍ରୁଶ ବୋହିବା ନିମନ୍ତେ ତାଙ୍କ କାନ୍ଧରେ ତାହା ଥୋଇଦେଲେ। 27 ପଦ। ପୁଣି ଲୋକମାନଙ୍କର ଓ ତାହାଙ୍କ ନିମନ୍ତେ ବକ୍ଷାଘାତ କରି ଛାତିରେ ମାରି ହେଇ ବିଳାପ ବଡ ପାଟିରେ ବିଳାପ କରୁଥିବା ସ୍ତ୍ରୀ ମାନଙ୍କର ଗୋଟେ ଛୋଟ ଦଳ ନୁହେଁ, ଗୋଟେ ମହାଜନତା ତାହାଙ୍କର ପଶ୍ଚାତ ଗମନ କରୁଥିଲେ। ଯୀଶୁଖ୍ରୀଷ୍ଟଙ୍କୁ ଯୋଉ ସମୟରେ କ୍ରୁଶକୁ ବୋହିକିନା ସେ ଗଲଗଥା, ସେ କାଲବରୀ, ସେ କପାଳସ୍ଥ ସ୍ଥାନକୁ ଯିବା ପାଇଁ ଯୀଶୁଖ୍ରୀଷ୍ଟଙ୍କୁ ସେମାନେ ଧରିକି ଆଣୁଥିଲେ, ସେଇ ସମୟରେ ଯୀଶୁଖ୍ରୀଷ୍ଟ ଏକଲା ଯାଉନଥିଲେ। ତାଙ୍କ ପଛଆଡେ ତାଙ୍କର ଶିଷ୍ୟମାନେ ନଥିଲେ, ମାତ୍ର ଅନେକ ସ୍ତ୍ରୀ ଲୋକମାନେ ଥିଲେ। ଦେଖାଯାଉଛି ଯେ ମହିଳା ମାନଙ୍କର ମହାଜନତା, ସ୍ତ୍ରୀ ଲୋକମାନଙ୍କର ଗୋଟେ ମହାଜନତା ତାହାଙ୍କର ପଛରେ ପଛରେ ଯାଉଥିଲେ। ଆଉ ସେମାନେ ଛାତିରେ ମାରି ବକ୍ଷାଘାତ ହେଇକିନା ସେ କଣ କରୁଥିଲେ? ବଡ ପାଟିରେ ବିଳାପ କରୁଥିଲେ। ଏଇ ଯୀଶୁଖ୍ରୀଷ୍ଟଙ୍କୁ ଏତେ କଷ୍ଟ ତୁମେ ଦଉଛ, ଏତେ ଯନ୍ତ୍ରଣା ଦଉଛ। ତାଙ୍କର ସେଇ କରୋନା ପ୍ରହାର, ତାଙ୍କର ସେ ରକ୍ତାକ୍ତ ଶରୀରକୁ ଦେଖି ସେମାନେ ବହୁତ ଜୋର ଜୋରରେ କାନ୍ଦୁଥିଲେ। ଯେତେବେଳେ କାନ୍ଦୁଥିଲେ, ସେଇ ସମୟରେ ଯୀଶୁଖ୍ରୀଷ୍ଟ କହିଲେ, ଧନ୍ୟବାଦ, ମୋର ଶିଷ୍ୟମାନେ ମତେ ଛାଡି ପଳେଇଲେ, ମୋ ପାଇଁ କାନ୍ଦିବା ଲୋକ କେହି ନାହାନ୍ତି। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦଉଛି ଯେ ଆପଣମାନେ ମୋ ନିମନ୍ତେ କାନ୍ଦୁଛନ୍ତି। ସେଟା କହିଲେ କି ସେ କଣ କହୁଛନ୍ତି? ସେ କଣ କହିଲେ? ଯୀଶୁ ସେମାନଙ୍କ ଆଡକୁ ବୁଲି ପଡି କହିଲେ, ଗୋ ଜେରୁସାଲେମର କନ୍ୟା ମାନେ, ମୋ ନିମନ୍ତେ ରୋଦନ କର ନାହିଁ। ଦେଖନ୍ତୁ, ଗୁଡ୍ ଫ୍ରାଇଡେ ସମୟରେ ଆମେ କାନ୍ଦୁ। ଆମେ ଯୀଶୁଖ୍ରୀଷ୍ଟଙ୍କର ପେସନ ଅଫ ଦ ଖ୍ରାଇଷ୍ଟ ମୁଭି ଯେତେବେଳେ ଆମେ ଦେଖୁ, ମୁଁ ତ ଫାର୍ଷ୍ଟ ଟାଇମ ଦେଖିଲି, ମତେ ବହୁତ ଜୋର ଜୋରରେ କାନ୍ଦୁ ଆସିଲା। ମୁଁ 3 ଦିନ ଯାଏ ମତେ ବହୁତ କଷ୍ଟ ଲାଗିଲା। ଯୋଉ ପ୍ରକାର ଭାବରେ ଯୀଶୁଖ୍ରୀଷ୍ଟଙ୍କୁ ସେମାନେ ରୋମିଓ ସରକାର ମାନେ ସେମାନେ ତାଙ୍କୁ ତାଡ଼ନା କରୁଛନ୍ତି, ମାରିଛନ୍ତି, ପିଟିଛନ୍ତି। ନିହାତି ସେ ସବୁ ଦେଖିଲେ ଆମକୁ କଷ୍ଟ ଲାଗେ। ଗୋଟେ ନିର୍ଦ୍ଦୋଷ ବ୍ୟକ୍ତି, ସେ ଆମମାନଙ୍କର ପାପ ନିମନ୍ତେ ଏହି ପ୍ରକାର ଭାବରେ ସେ କଷ୍ଟ ସହ୍ୟ କରିଛନ୍ତି। ମାତ୍ର ଯୀଶୁଖ୍ରୀଷ୍ଟ କହିଲେ, ମୋ ପାଇଁ କାନ୍ଦ ନାହିଁ, ମୋ ପାଇଁ କାନ୍ଦିବାର କିଛି ଆବଶ୍ୟକ ନାହିଁ। ତୁମେ କାନ୍ଦିଲେ ମୋର କଷ୍ଟ କମିଯିବ ନାହିଁ। ମୁଁ ଜାଣି ଶୁଣିକିନା ମରିବା ପାଇଁ ଆସୁଛି। ଏଠି ପଢନ୍ତୁ, ଯଦି ଆମେ ପଢିବା ମାଥ୍ୟୁ ଲିଖିତ ସୁସମାଚାର, ଏହାର 16 ଅଧ୍ୟାୟର 21 ପଦ ଲେଖାଗଲା, ସେଇ ସମୟଠାରୁ ଯୀଶୁଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝେଇବାକୁ ଲାଗିଲେ। ଦେଖନ୍ତୁ, ଶିଷ୍ୟମାନଙ୍କୁ ବୁଝାଉଛନ୍ତି। କଣ ବୁଝାଉଛନ୍ତି? ତାହାଙ୍କୁ ଅବଶ୍ୟ ଜେରୁସାଲେମ ଯିବାକୁ ହେବ। କାହାକୁ? ଯୀଶୁଙ୍କୁ ଅବଶ୍ୟ ଜେରୁସାଲେମକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀ ମାନଙ୍କ ହସ୍ତରୁ ଅଳ୍ପ ନୁହେଁ, ବହୁତ ଦୁଃଖ ଭୋଗ କରି ହତ ହେବାକୁ ହେବ। ପ୍ରିୟମାନେ, ଯୀଶୁଖ୍ରୀଷ୍ଟଙ୍କୁ ଏ ଶାସ୍ତ୍ରୀ ଫାରୁସୀ ମାନେ, ଏମାନେ କିଏ? ସେଇ ସମୟର ଧର୍ମ ନେତା ମାନେ, ବାଇବଲ ପଣ୍ଡିତ ମାନେ, PhD ହୋଲ୍ଡର ମାନେ, ସେମାନଙ୍କ ପାଖରେ ଅନେକ ବାଇବଲର ଡିଗ୍ରୀ ଗୁଡିକ ଅଛି। ସେମାନେ ଯୀଶୁଖ୍ରୀଷ୍ଟଙ୍କୁ କଣ କରୁଛନ୍ତି? ବହୁତ ଦୁଃଖ ଭୋଗ ଦଉଛନ୍ତି। ଏଇଟା ଯୀଶୁଖ୍ରୀଷ୍ଟ ଜାଣିକିନା ସେ ଗଧ ଉପରେ ବସି ସେ ଜେରୁସାଲେମକୁ ଯାଉଛନ୍ତି। କଣ ପାଇଁ ଯାଉଛନ୍ତି? ଫୁଲହାର ମିଳିବ। କଣ ପାଇଁ ଯାଉଛନ୍ତି? ଗାମଛା ପକେଇଦେବେ, ତାଙ୍କୁ ପ୍ରଶଂସା କରିବେ, ସେଥିପାଇଁ ନାହିଁ। ସେ ଏଥିପାଇଁ ଯାଉଛନ୍ତି, ମୁଁ ନିସ୍ତାର ପର୍ବର ସେଇ ବଳି ମେଷ, ଆଉ ମତେ ଜେରୁସାଲେମକୁ ଯିବାକୁ ହବ। ଆଉ ମତେ ମୋର ଶାସ୍ତ୍ରୀ ଫାରୁସୀ ମାନେ, ଧର୍ମ ନେତା ମାନେ ମତେ ବହୁତ ଦୁଃଖ ଦେବେ ଆଉ ମତେ ହତ୍ୟା କରିବେ। ଏହା ସବୁ ଜାଣି ପ୍ରଭୁ ଯୀଶୁଖ୍ରୀଷ୍ଟ ଯାଉଛନ୍ତି। ସେଥିପାଇଁ ସେ କହୁଛନ୍ତି, ମୋ ପାଇଁ କାନ୍ଦିବା ଦରକାର ନାହିଁ। ତୁମେ କଣ ପାଇଁ କାନ୍ଦ? ଗୁଡ୍ ଫ୍ରାଇଡେ ସମୟରେ ଆମେ କଣ ପାଇଁ ଆମେ କାନ୍ଦିବାର ଅଛି? ଲେଖାଗଲା, ମୋ ନିମନ୍ତେ ରୋଦନ କର ନାହିଁ, ବରଂ ଆପଣା ନିମନ୍ତେ ନିଜ ପାଇଁ କାନ୍ଦ ଓ ଆପଣା ସନ୍ତାନ ମାନଙ୍କ ନିମନ୍ତେ ରୋଦନ କର। ଏଇଟା ଆମମାନଙ୍କ ପ୍ରଭୁ କହୁଛନ୍ତି। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଯେ ଆମେ ଗୁଡ୍ ଫ୍ରାଇଡେ ସମୟରେ ଯେତେବେଳେ ଆମେ ଆସିଛୁ, ଆଉ ଆମମାନଙ୍କର ପେସନ ୱିକ୍, ଆମମାନଙ୍କର ଦୁଃଖ ଭୋଗ ସପ୍ତାହ ସମୟରେ ଆମେ ଆସିଛୁ, ଯେ ଏଇଟା ହଉଛି ନିଜ ନିମନ୍ତେ କାନ୍ଦିବା, ନିଜର ଛୁଆ ମାନଙ୍କ ନିମନ୍ତେ କାନ୍ଦିବା, ଯେ ସେମାନେ କି ପ୍ରକାର ଭାବରେ ପ୍ରଭୁଙ୍କ ନିକଟକୁ ଫେରିବେ, ପରିତ୍ରାଣ ପ୍ରାପ୍ତ ହେବେ, ପ୍ରଭୁଙ୍କ ସହିତ ସଂଯୁକ୍ତ ହେବେ। କାରଣ ଯୋଉ ପ୍ରକାର କ୍ରୋଧର ଦିନ ପୃଥିବୀ ଉପରେ ମାଡି ଆସୁଛି, ସେଥିରୁ ସେମାନେ ରକ୍ଷା ପାଇପାରିବେ। ସେଥିପାଇଁ ଆଜି ଆମେ ଅଳ୍ପ ସମୟ ଧରି ଆମେ ଧ୍ୟାନ କରିବା, ଯୀଶୁଖ୍ରୀଷ୍ଟ କାହିଁକି ମୃତ୍ୟୁବରଣ କଲେ, କ୍ରୁଶ ଉପରେ ତାଙ୍କ ମୃତ୍ୟୁବରଣ କରିବାର କାରଣ କଣ? ସେଇ ବିଷୟରେ ମୁଁ ଆପଣମାନଙ୍କୁ ଗୋଟେ ଦିଟା ପଏଣ୍ଟ କହି ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ।
ପ୍ରଥମରେ ଦେଖିବା ଯୀଶୁଖ୍ରୀଷ୍ଟ କାହିଁକି ମୃତ୍ୟୁବରଣ କଲେ। କରନ୍ଥୀୟ ପୁସ୍ତକ ଏହାର 15 ଅଧ୍ୟାୟକୁ ଫିଟେଇବା। 15 ଅଧ୍ୟାୟର 3 ପଦ ଆମେ ପଢିବା। ସେଇ ସ୍ଥାନରେ ଏ ପ୍ରକାର ଲେଖାଯାଏ, କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଥିଲି, ଯଥା ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁ ଭୋଗ କଲେ। ଯୀଶୁଖ୍ରୀଷ୍ଟ କଣ ପାଇଁ ମୃତ୍ୟୁ ଭୋଗ କଲେ? ତାଙ୍କ ପାପ ନିମନ୍ତେ ନୁହେଁ, ଆମ୍ଭ ମାନଙ୍କର ପାପ ନିମନ୍ତେ। ମୁଁ ଭୁଲ କଲି, ଆପଣ ମାନେ ଭୁଲ କଲେ। ଆମେ ଏ ହାତରେ ଭୁଲ କଲୁ, ଯୀଶୁଙ୍କୁ କଣ୍ଟା ବାଜିଲା। ଆମେ ପାଦରେ ଭୁଲ କଲୁ, ଯୀଶୁଙ୍କୁ କଣ୍ଟା ବାଜିଲା। ଆମେ ଖରାପ ଚିନ୍ତା କଲୁ, ଯୀଶୁଙ୍କୁ କରଡ଼ା ପ୍ରହାର କରାଗଲା। ଭାବନ୍ତୁ, ଯେତେବେଳେ ଆମମାନଙ୍କର ଭାରତର ପୋଲିସ ମାନେ ଯଦି କାହାକୁ ଯଦି ମନେକର ଧରନ୍ତି, ତାହେଲେ ସେମାନେ ହାତକୁ ଏମିତି କରି ବାନ୍ଧିକିନା ସେମାନେ ଝିକି ଝିକି ନିଅନ୍ତି। ଆଉ ବିଦେଶର ପୋଲିସ ମାନେ ହେଲେ ପଛାଡେ ହାତ କରିକିନା ସେମାନେ ଝିକି ଝିକି ନିଅନ୍ତି। ମାତ୍ର ଏମାନେ କଣ କଲେ? ହାତକୁ ନାହିଁ, ଗୋଡକୁ ନାହିଁ, ଏମାନେ ଯୀଶୁଖ୍ରୀଷ୍ଟଙ୍କର ଦାଢିକୁ ଝିକି ଝିକିକିନା ନଉଛନ୍ତି। କାହିଁକି? ଆମର ପାପ ନିମନ୍ତେ। ଆମର ପାପ ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମରିବାକୁ ପଡିଲା। ଆମକୁ ସୁସ୍ଥ କରିବା ପାଇଁ, ଆମକୁ ଧନୀ କରିବା ପାଇଁ, ଆମକୁ କୌଣସି ପ୍ରକାର ଭାବରେ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ନୁହେଁ, ଆମର ପାପ ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶରେ ମୃତ୍ୟୁବରଣ କରିବାକୁ ପଡିଲା। ଏଇଟା ପ୍ରାୟ ସବୁ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଜାଣନ୍ତି ଯେ ଯୀଶୁଖ୍ରୀଷ୍ଟ କାହିଁକି କ୍ରୁଶରେ ମୃତ୍ୟୁବରଣ କଲେ। ଯୀଶୁଖ୍ରୀଷ୍ଟ ଏଥିପାଇଁ କ୍ରୁଶରେ ମୃତ୍ୟୁବରଣ କଲେ ଯେ ଆମେ ପାପ କଲୁ, ଆଉ ଆମର ପାପରୁ ଆମକୁ ଉଦ୍ଧାର କରିବା ପାଇଁ, ଆମକୁ ରକ୍ଷା କରିବା ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ଆପଣା ଜୀବନ ଦେଲେ। ଏହା ସମସ୍ତେ ଜାଣନ୍ତି। ତାଙ୍କର ଜୀବନ ଦେବା ଦ୍ୱାରା ମୋର ପାପ କ୍ଷମା କରାଗଲା, ମୁଁ ଧାର୍ମିକ ହେଇଗଲି, ମୁଁ ଈଶ୍ୱରଙ୍କ କ୍ରୋଧରୁ ରକ୍ଷା ପ୍ରାପ୍ତ ହେଇଗଲି। ଏହା ସବୁ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଭଲ ଭାବରେ ଜାଣନ୍ତି। ମାତ୍ର ଆଉ ସେକେଣ୍ଡରେ ଆମେ ଦେଖିବା ଯେ ଯୀଶୁଖ୍ରୀଷ୍ଟ କାହିଁକି ମୃତ୍ୟୁବରଣ କଲେ। ସେହି କରନ୍ଥୀୟ ପୁସ୍ତକ ଦ୍ୱିତୀୟ କରନ୍ଥୀୟ, ଏଇଟା ପ୍ରଥମ କରନ୍ଥୀୟ ଦେଖୁଛୁ ଆମେ, ଦ୍ୱିତୀୟ କରନ୍ଥୀୟ 5 ଅଧ୍ୟାୟକୁ ଆମେ ଆସିବା। ପ୍ରଥମ କରନ୍ଥୀୟ ସେ ଲେଖୁଛନ୍ତି ଯେ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କ ପାପ ନିମନ୍ତେ ସେ କ୍ରୁଶରେ ମୃତ୍ୟୁବରଣ କଲେ। ଆଉ ଦ୍ୱିତୀୟ କରନ୍ଥୀୟ ଆସୁଛି, ସେତେବେଳେ ସେ ଆଉ ଟିକେ ଡିପଲି ଲେଖୁଛନ୍ତି। ଏହାର 5 ଅଧ୍ୟାୟର 15 ପଦରୁ ମୁଁ ଆପଣମାନଙ୍କ ନିମନ୍ତେ ପଢୁଛି। ଆଉ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁ ଭୋଗ କଲେ। ଯୀଶୁଖ୍ରୀଷ୍ଟ ଖ୍ରୀଷ୍ଟିଆନ ମାନଙ୍କ ନିମନ୍ତେ ମୃତ୍ୟୁ ଭୋଗ କରିନାହାନ୍ତି। ଦୁନିଆରେ ଯେତିକି ବ୍ୟକ୍ତି ଅଛନ୍ତି ସମସ୍ତଙ୍କ ନିମନ୍ତେ ଯୀଶୁଖ୍ରୀଷ୍ଟ ମୃତ୍ୟୁ ଭୋଗ କଲେ। କାରଣ ସେ ସମସ୍ତଙ୍କର ପ୍ରଭୁ, ସମସ୍ତଙ୍କ ସୃଷ୍ଟିକର୍ତ୍ତା। କେହି ଜଣେ ଯେ ବିନଷ୍ଟ ହୁଅନ୍ତୁ ଏହା ସେ ଇଚ୍ଛା କରନ୍ତି ନାହିଁ। ଏଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ସମସ୍ତଙ୍କ ନିମନ୍ତେ ମୃତ୍ୟୁ ଭୋଗ କଲେ। ଯେପରି ଯେଉଁମାନେ ଜୀବିତ, କେଉଁମାନେ ଜୀବିତ? ଆମେ ମାନେ ଜୀବିତ। ଆମେ ଆଗରେ ଆମେ ମରି ଯାଇଥିଲୁ। ଯୋଉ ପ୍ରକାର ଭାବରେ ଅପବୟ ପୁତ୍ର ପିତାଙ୍କ ଠାରୁ ଦୂରକୁ ଯାଇ ସେ ମୃତ୍ୟୁବରଣ କରିଥିଲା, ସେଥିପାଇଁ କହିଲେ ତ ଭାଇ ମରିଥିଲା ଆଉ ଏବେ ବଞ୍ଚି ଯାଇଛି, ଏଥିପାଇଁ ଭୋଜି ଭାତ କରିବାଟା ନିହାତି ଆବଶ୍ୟକ ବୋଲି ବାପା ବଡ ପୁଅକୁ କହୁଛନ୍ତି। ସେଇ ପ୍ରକାର ଯୋଉମାନେ ଜୀବିତ, ଆଗରେ ଆମେ ମୃତ୍ୟୁ ଥିଲୁ, ମାତ୍ର ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ଭୋଗ ଆମକୁ ଜୀବନ ପ୍ରଦାନ କଲା, ପିତାଙ୍କ ସହିତ ଆମକୁ ମିଶେଇ ଦେଲା, ପିତାଙ୍କ ସହିତ ଆମେ ଏକ ହେଲୁ। ଯେପରି ଯୋଉମାନେ ଜୀବିତ ସେମାନେ ଆଉ ଆପଣା ଆପଣା ନିମନ୍ତେ ଜୀବନ ଯାପନ ନ କରି, ଦେଖନ୍ତୁ, ବରଂ ଯେ ସେମାନଙ୍କ ନିମନ୍ତେ ମୃତ୍ୟୁ ଭୋଗ କଲେ ଓ ଉତ୍ଥିତ ହେଲେ ତାହାଙ୍କ ନିମନ୍ତେ ଜୀବନ ଯାପନ କରନ୍ତି। ପ୍ରିୟମାନେ, ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ପ୍ରଥମ କାହିଁକି ସେ ମଲେ? ଯେ ଆମକୁ ପାପରୁ ଉଦ୍ଧାର କରିବା ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁବରଣ କଲେ। ଦ୍ୱିତୀୟରେ ସେ କାହିଁକି ମୃତ୍ୟୁବରଣ କଲେ ଆମେ ଦେଖୁଛୁ ଦ୍ୱିତୀୟ ପଏଣ୍ଟରେ, ଯେତେବେଳେ ଦ୍ୱିତୀୟ କରନ୍ଥୀରେ ପାଉଲ ଆମମାନଙ୍କୁ କହୁଅଛନ୍ତି, ଏଥିପାଇଁ ମଲେ ଯେ ଆମେ ଆଉ ନିଜ ନିମନ୍ତେ ବଞ୍ଚିବା ନାହିଁ, ନିଜର ସୁଖ ସୁବିଧା ନିମନ୍ତେ ବଞ୍ଚିବା ନାହିଁ, ନିଜର ଅଭିଳାଷ ନିମନ୍ତେ ବଞ୍ଚିବା ନାହିଁ, ଜଗତର ଉପଭୋଗ ନିମନ୍ତେ ଆମେ ନ ବଞ୍ଚି ଯେ ଆମକୁ ଜୀବନ ପ୍ରଦାନ କରିଛନ୍ତି, ନୂଆ ଜୀବନ ଆମମାନଙ୍କୁ ଦେଇଛନ୍ତି, ଆମେ ତାଙ୍କ ନିମନ୍ତେ ଜୀବନ ଯାପନ କରିବା। ଏଇଟା ଆମମାନଙ୍କର ଗୁଡ ଫ୍ରାଇଡେର ଉଦ୍ଦେଶ୍ୟ। ଆମେ ଗୁଡ ଫ୍ରାଇଡେ ଦିନ ଆମେ ଆସିବୁ, ଚର୍ଚ୍ଚରେ 5 ଘଣ୍ଟା 6 ଘଣ୍ଟା ବସିବୁ, କ୍ରୁଶର ସପ୍ତବାଣୀ ପଢିବୁ, ଆଉ ଆମେ ସେ ମେସେଜ ଶୁଣିବୁ, ଆଉ ଆଖିରୁ ଲୁହ ଝରେଇକିନା ଆମେ ଘରକୁ ପଳେଇ ଯିବୁ। ଏହା ପ୍ରଭୁଙ୍କର ଇଚ୍ଛା ନୁହେଁ।
ପ୍ରଭୁଙ୍କର ଇଚ୍ଛା କଣ? ଗୁଡ୍ ଫ୍ରାଇଡେ ଦିନ ଆମେ ଏହା ନିଷ୍ପତ୍ତି ନେବାର ଆବଶ୍ୟକ ରହିଛି ଯେ ଆମେ ଆଉ ନିଜ ନିମନ୍ତେ ବଞ୍ଚିବା ପାଇଁ ଚାହୁଁନାହୁଁ। ଯେତେବେଳେ ଆମେ ପ୍ରଭୁଙ୍କ ଠାରୁ ଦୂରରେ ଥିଲୁ, ପ୍ରଭୁଙ୍କୁ ନିଜ ଉଦ୍ଧାରକର୍ତ୍ତା ଆମେ ଗ୍ରହଣ କରିନଥିଲୁ, ସେଇ ସମୟରେ ଆମେ ନିଜ ନିମନ୍ତେ ବଞ୍ଚୁଥିଲୁ, ଶରୀର ନିମନ୍ତେ ବଞ୍ଚୁଥିଲୁ, ନିଜର ସୁଖ ଅଭିଳାଷ ନିମନ୍ତେ ବଞ୍ଚୁଥିଲୁ, ନିଜର ପେଟ ନିମନ୍ତେ ଆମେ ବଞ୍ଚୁଥିଲୁ। ମାତ୍ର ଏବେ କହୁଛନ୍ତି ଆମେ କଣ କରିବାର ଅଛି? ପ୍ରଭୁଙ୍କ ନିମନ୍ତେ ଜୀବନ ଯାପନ କରିବାର ଅଛି, ତାଙ୍କ ନିମନ୍ତେ ଆମେ ବଞ୍ଚିବାର ଅଛି। ଯୀଶୁଖ୍ରୀଷ୍ଟ କାହିଁକି ମୃତ୍ୟୁଭୋଗ କଲେ କ୍ରୁଶ ଉପରେ? ଆମକୁ ପାପରୁ ଉଦ୍ଧାର କରିବା ପାଇଁ। ଯୀଶୁଖ୍ରୀଷ୍ଟ କାହିଁକି ମୃତ୍ୟୁଭୋଗ କଲେ? ଆମେ ଯେମିତିକି ଆଉ ନିଜ ନିମନ୍ତେ ନ ବଞ୍ଚି। ପ୍ରିୟମାନେ, ଆଜି ଅନେକ ଅଛନ୍ତି କେବଳ ନିଜ ନିମନ୍ତେ ହିଁ ବଞ୍ଚନ୍ତି, ନିଜର ଖୁସି ପାଇଁ ବଞ୍ଚନ୍ତି। ଆଉ ସେମାନେ ରବିବାର ଦିନ ଟିକେ ଚର୍ଚ୍ଚକୁ ଆସନ୍ତି, 2 ଘଣ୍ଟା ଚର୍ଚ୍ଚରେ ବସନ୍ତି, ଗୀତ ଗାଆନ୍ତି, ଚାନ୍ଦା ପକାନ୍ତି, ଘରକୁ ଚାଲି ଯାଆନ୍ତି। ଆଉ ସେମାନେ ପୁନର୍ବାର ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ଚର୍ଚ୍ଚକୁ ଟୋଟାଲି ଭୁଲିଯିବେ, ଆଉ ନିଜ ନିମନ୍ତେ ବଞ୍ଚିବେ। ମାତ୍ର ପରମେଶ୍ୱର ଆମକୁ ସେଥିପାଇଁ ମନୋନୀତ କରିନାହାନ୍ତି, ସେଥିପାଇଁ ବାଛି ନାହାନ୍ତି ଯେ ଆମେ ନିଜ ନିମନ୍ତେ ବଞ୍ଚିବା। ଆମେ ଚାକିରି କରିବା, ଆମେ ଘର ସଂସାର କରିବା, ଆମେ ପୁଅ ଝିଅ ଜନ୍ମ କରିବା, ଆମେ ବିଜନେସ କରିବା, ଅର୍ଥ ଉପାର୍ଜନ କରିବା। ମାତ୍ର ଆମର ବଞ୍ଚିବାର ଉଦ୍ଦେଶ୍ୟ କଣ? ଖ୍ରୀଷ୍ଟ ହେବାର ଆବଶ୍ୟକ ରହିଅଛି। ପାଉଲ କହୁଛନ୍ତି ଫିଲିପିୟ ପୁସ୍ତକ 1 ଅଧ୍ୟାୟର 21 ପଦରେ ସେ କହୁଛନ୍ତି, ମୋ ପକ୍ଷରେ ଜୀବନ ଧାରଣ ଖ୍ରୀଷ୍ଟ। ସେ କହୁଛନ୍ତି ମୋର ବଞ୍ଚିବାର ଉଦ୍ଦେଶ୍ୟ, ମୁଁ କାହିଁକି ବଞ୍ଚୁଛି, ମୋର ବଞ୍ଚିବାର ଉଦ୍ଦେଶ୍ୟ କଣ? ମୋର ବଞ୍ଚିବାର ଉଦ୍ଦେଶ୍ୟ ହଉଛି ଖ୍ରୀଷ୍ଟ। ମୁଁ ବଞ୍ଚିବାର ଗୋଟେ ମକସଦ ଅଛି। ଆମେ କହୁନା मेरा जीवन का मकसद तू ही है, मेरे जीने का कारण तू ही है। ପ୍ରିୟ ମାନେ, ମୁଁ ଯେତେବେଳେ ସେବା ସାରି ଆଜକୁ 7 ବର୍ଷ ତଳେ ମୁଁ ଲକ୍ଷ୍ମୀପୁରରୁ କୋରାପୁଟକୁ ଫେରୁଥିଲି, ବାଟରେ ମୋର ଆକ୍ସିଡେଣ୍ଟ ହେଇଗଲା। ଆକ୍ସିଡେଣ୍ଟ ହେଇଗଲା ପରେ ମୃତ ଅବସ୍ଥାରେ ମୁଁ ରାସ୍ତା ଉପରେ ପଡିଥିଲି। କିଏ ମତେ ରାସ୍ତାରୁ ସାଇଡ କରିଦେଲେ, ନହେଲେ କୋଉ ଗାଡି ଗୋଟେ ମତେ ଚପେଇକିନା ଚାଲି ଯାଇଥାନ୍ତା, ଆଉ ମୋର କୌଣସି ପ୍ରକାର ପତା ମିଳିନଥାନ୍ତା। ସେଇ ସ୍ଥାନରୁ ପରମେଶ୍ୱର ମତେ ବଞ୍ଚେଇକିନା ଧରିକିନା ପଳେଇ ଆସିଲେ। 7 ବର୍ଷ ହେଲା ମୁଁ ଗୋଟେ ନିଷ୍ପତ୍ତି ନେଲି, ଏବେ ଯଦି ମୁଁ ବଞ୍ଚିବି କେବଳ ପ୍ରଭୁଙ୍କ ପାଇଁ ହିଁ ବଞ୍ଚିବି। ଆଉ ମୋର ବଞ୍ଚିବାର ଅଲଗା ଉଦ୍ଦେଶ୍ୟ ମୋର ନୁହେଁ। ଏବେ ପାଉଲ କହୁଛନ୍ତି ମୋ ପକ୍ଷରେ ବଞ୍ଚିବାର ଉଦ୍ଦେଶ୍ୟ କଣ? ମୋ ପକ୍ଷରେ ବଞ୍ଚିବାର ଉଦ୍ଦେଶ୍ୟ ହେଲା ଖ୍ରୀଷ୍ଟ। ସେ ମତେ ନୂଆ ଜୀବନ ଦେଇଛନ୍ତି, ସେ ମତେ ନରକରୁ ରକ୍ଷା କରିଛନ୍ତି, ସେ ମତେ ପାପରୁ ଉଦ୍ଧାର କରିଛନ୍ତି, ସେ ମତେ ଈଶ୍ୱରଙ୍କ କ୍ରୋଧରୁ ମତେ ଉଦ୍ଧାର କରିଛନ୍ତି। ଏବେ ମୋର କାମ କଣ? ପ୍ରଭୁଙ୍କ ପାଇଁ ବଞ୍ଚିବା। ଗୋଟେ ସୁନ୍ଦର ଉଦାହରଣ, ଯେତେବେଳେ ଜଣେ ବ୍ୟକ୍ତି ସେ ରାସ୍ତା କ୍ରସ ଯେତେବେଳେ କରୁଥିବା ସମୟରେ ସେ ବାଁକୁ ଦେଖିଲା, ମାତ୍ର ଡାହାଣକୁ ନ ଦେଖି ରାସ୍ତା କ୍ରସ କରିକିନା ସେ ପଳେଇଲା ବେଳେ ଡାହାଣରୁ ଗୋଟେ ଗାଡି ଆସୁଥିଲା, ଗୋଟେ ବ୍ୟକ୍ତି ତାଙ୍କ ପଛରେ ଥିଲେ, ଆଉ ସେଇ ବ୍ୟକ୍ତି ତାଙ୍କୁ ଆଗକୁ ଠେଲିଦେଲେ। ଠେଲି ଦେବା ସମୟରେ କଣ ହେଇଛି, ସେ ଗାଡିଟା ଏଇ ବ୍ୟକ୍ତିଙ୍କର ଗୋଡ ଉପରେ ଚାଲିଗଲା, 2ଟା ଯାକ ଗୋଡ ଉପରେ ଚାଲିଗଲା। ଚାଲିଗଲା ପରେ ସେ ବ୍ୟକ୍ତି ବଞ୍ଚିଗଲେ, ଆଉ ଏଇ ବ୍ୟକ୍ତିଙ୍କୁ ମେଡିକାଲ ନିଆଗଲା। ମେଡିକାଲରେ ବେଡରେ ଅଛନ୍ତି, 2ଟା ଗୋଡ ତାଙ୍କର ଆଣ୍ଠୁ ତଳକୁ କାଟିଦେଲେ, ଆଉ ଗୁଣ୍ଡ ହେଇଯାଇଛି। ସେଇ ସମୟରେ ଏଇ ବ୍ୟକ୍ତି ସେ ବ୍ୟକ୍ତିଙ୍କୁ କହୁଛନ୍ତି, ଭାଇ ମୋର ପ୍ରାଣ ରକ୍ଷା କରିବା ପାଇଁ ଆପଣଙ୍କର 2ଟା ଗୋଡ ପଳେଇଲା। ଆପଣ ଯେକୌଣସି ସମୟରେ ମଧ୍ୟ ଯେକୌଣସି ସେବା ଆପଣ ଚାହୁଁଛନ୍ତି, ଆପଣ ଯେତେବେଳେ ମଧ୍ୟ ମତେ କଲ୍ କରିବେ, ଫୋନ କରିବେ, ମତେ ଡାକିବେ, ମୁଁ ଆସିବି। କାହିଁକି? ଆପଣ ମୋର ପ୍ରାଣକୁ ରକ୍ଷା କରିଛନ୍ତି, ଆପଣ ମୋର ଜୀବନକୁ ବଞ୍ଚାଇଛନ୍ତି। ପ୍ରିୟମାନେ, ପରମେଶ୍ୱର ଆମ ପାଇଁ ଗୋଡ ଦେଇନାହାନ୍ତି, ଆମ ପାଇଁ ହାତ ଦେଇନାହାନ୍ତି, ଆମ ପାଇଁ ଆପଣାର ସର୍ବସ୍ୱ ଦେଇଛନ୍ତି। ସେଥିପାଇଁ ଆମେ ବଞ୍ଚିବାର ଉଦ୍ଦେଶ୍ୟ କଣ? ଆମେ ବଞ୍ଚିବାର ଉଦ୍ଦେଶ୍ୟ ଏହା ଖ୍ରୀଷ୍ଟ। ଆମେ ଆଉ ନିଜ ନିମନ୍ତେ ବଞ୍ଚିବା ବ୍ୟକ୍ତି ଆମେ ହେବା ନାହିଁ। କାରଣ ଏଇ ସତ୍ୟତା ଗୁଡିକ ଲୋକମାନଙ୍କ ନିକଟରେ ଅତ୍ୟଧିକ ପରିମାଣରେ କୁହା ନ ଯିବାରୁ କେବଳ ଗୁଡ୍ ଫ୍ରାଇଡେ ଦିନ ସେମାନେ ଯାଆନ୍ତି, ଆଉ ସେମାନେ ଚର୍ଚ୍ଚରେ ବସନ୍ତି, ଆରାଧନା କରନ୍ତି, କାନ୍ଦନ୍ତି, ବୋବାନ୍ତି, ଆଉ ପଳେଇ ଆସନ୍ତି। କୌଣସି ପ୍ରକାର ନିଷ୍ପତ୍ତି ସେମାନେ ନିଅନ୍ତି ନାହିଁ। ଯଦି ଆମେ ନିଷ୍ପତ୍ତି ନେବା
ପ୍ରିୟ ମାନେ ଆଜି ଯେତେବେଳେ ଆମେ ସନ୍ଦେଶକୁ ଆମେ ଶୁଣୁଛୁ, ପରମେଶ୍ୱର ତାଙ୍କର ବାକ୍ୟ ଦ୍ଵାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହଉଛନ୍ତି ଯେ ପ୍ରଭୁ ଆମକୁ ନୂଆ ଜୀବନ ଦେଇଛନ୍ତି, ଆମକୁ ସେ ପାପରୁ ଉଦ୍ଧାର କରିଛନ୍ତି, ରକ୍ଷା କରିଛନ୍ତି। କଣ ପାଇଁ କରିଛନ୍ତି? ପୁନର୍ବାର ଆମେ ଟିଭି ଦେଖିବା ପାଇଁ କି? ପୁନର୍ବାର ଆମେ ସିନେମା ହଲକୁ ଯିବା ପାଇଁ କି? ପୁନର୍ବାର ନିଜ ଇଚ୍ଛା ଅନୁସାରେ ବଞ୍ଚିବା ପାଇଁ ଆମକୁ ଦେଇଛନ୍ତି କି? କଣ ପାଇଁ ଦେଇଛନ୍ତି ଗୋଟେ ନୂଆ ଜୀବନ? କଣ ପାଇଁ ସେ ଆମ ପାଇଁ ମରିଛନ୍ତି? ଏଥିପାଇଁ ସେ ମୃତ୍ୟୁବରଣ କରିଛନ୍ତି ଯେ ଆମେ ତାଙ୍କ ପାଇଁ ବଞ୍ଚିବା। ତାଙ୍କ ପାଇଁ ବଞ୍ଚିବା ମାନେ କଣ? ତାଙ୍କର ଇଚ୍ଛା ଅନୁସାରେ ଜୀବନ ଯାପନ କରିବା। ସେ ଯୋଉ ପ୍ରକାର ବଞ୍ଚିବା ପାଇଁ ଚାହୁଁଛନ୍ତି ସେଇ ପ୍ରକାର ଜୀବନ ଯାପନ କରିବା ପାଇଁ ପରମେଶ୍ୱର ଆମକୁ ସେ କହୁଅଛନ୍ତି। ଆସନ୍ତୁ ଗୋଟେ ପଦ ମୁଁ ଆପଣମାନଙ୍କୁ ପଢି ଉତ୍ସାହିତ କରିବା ପାଇଁ ଚାହେଁ। ରୋମିଓ ପୁସ୍ତକ 12 ଅଧ୍ୟାୟର 1 ପଦ ଆମେ ପଢିବା। ରୋମିଓ 12 ଅଧ୍ୟାୟରେ 1 ପଦ ଲେଖାଗଲା, ଅତଏବ ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେ ମାନେ ଆପଣା ଆପଣା ଶରୀରକୁ କଣ କର? ସଜୀବ କର, ମୃତ କର ନାହିଁ। ଆଜି ଦେଖନ୍ତୁ, ମତେ ଦୁଃଖ କଣ ଲାଗେ, ପରମେଶ୍ୱର ଆମକୁ ରକ୍ଷା କରିବା ପାଇଁ ତାଙ୍କ ହାତରେ କଣ୍ଟା ସେ ନେଲେ। ପରମେଶ୍ୱର ତାଙ୍କର ହାତକୁ ଦେଖିଲେ ହୋଲ ଅଛି, ଇଆଡୁ ସିଆଡୁ ହୋଲ ଅଛି। ଆମ ହାତକୁ ଦେଖିଲେ ହୋଲ ନାହିଁ, କଣା ନାହିଁ। ମାତ୍ର ଆମେ ତାଳି ମାରିବା ପାଇଁ ଆମକୁ ଟିକେ କଷ୍ଟ ହେଇଯାଉଛି, ଆମ ପାଇଁ ଟିକେ ପ୍ରୋବ୍ଲେମ ହଉଛି। ପ୍ରଭୁଙ୍କର ଗୌରବ କରିବା ସମୟରେ ହାତ ମଧ୍ୟ ଟିକେ ଉଠେଇବା ପାଇଁ ଆମକୁ ଟିକେ କଷ୍ଟ ଲାଗିଯାଉଛି। ତାଙ୍କୁ କ୍ଲାପ ଦେବାଟା ଆମ ପାଇଁ କଷ୍ଟ ହେଇଯାଉଛି। ଆମକୁ ଏଇ ହାତରେ ଆମକୁ ବାଇବଲ ଫିଟେଇବାଟା ଆମ ପାଇଁ କଷ୍ଟ ହେଇଯାଉଛି। ଆପଣା ଆପଣା ଶରୀରକୁ ସଜୀବ କରିବାର ଅଛି, ମୃତ ଆମେ କରିବାର ନାହିଁ। କଣ ଲେଖାଯାଉଛି? ତୁମେ ମାନେ ଆପଣା ଆପଣା ଶରୀରକୁ ସଜୀବ ଆଉ କଣ କର? ପବିତ୍ର ଓ ଈଶ୍ୱରଙ୍କର ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା। ତାଙ୍କ ପାଇଁ ବଞ୍ଚିବାର ଉଦ୍ଦେଶ୍ୟ ମାନେ କଣ? ଆମେ ଆମର ଶରୀରକୁ ପ୍ରଭୁଙ୍କ ପାଇଁ ଉତ୍ସର୍ଗ କରିବାର ଅଛି। ଦେଖନ୍ତୁ, ପୁରାତନ ନିୟମରେ ଯେତିକି ଯାକ ବଳିଦାନ ଲୋକମାନେ କରୁଥିଲେ, ସବୁ ବଳିଦାନ ଗୁଡିକକୁ ମୃତ ବଳିଦାନ କୁହାଯାଉଥିଲା। ଯେତେବେଳେ ସେମାନେ ମେଣ୍ଢାକୁ ବେଦୀ ଉପରେ ରଖୁଥିଲେ, ମେଣ୍ଢାକୁ ଖଣ୍ଡ ଖଣ୍ଡ କରି କାଟିକିନା ରଖୁଥିଲେ। ଯୋଉ ସମୟରେ ବୃଷକୁ ରଖୁଥିଲେ, ତାକୁ ମଧ୍ୟ ଖଣ୍ଡ ଖଣ୍ଡ କରି କାଟିକି ରଖୁଥିଲେ। ମାତ୍ର ଏ ନୂତନ ନିୟମରେ ଆମକୁ ଜୀବିତ ବଳି ଦେବାର ଅଛି, ମୃତ ବଳି ନାହିଁ। ଜୀବିତ ବଳି ମାନେ କଣ? ଆମର ଆଖିକୁ ବେଦୀ ଉପରେ ରଖିବାର ଅଛି। ପ୍ରଭୁ, ଏ ଆଖିରେ ତୁମେ ଯୋଉଟା ଚାହିଁବ ମୁଁ ସେଇଟା ଦେଖିବି, ତୁମେ ଯୋଉଟା ଇଚ୍ଛା କରିବ ନାହିଁ ମୁଁ ସେଇଟା ଦେଖିବି ନାହିଁ। କୁହନ୍ତୁ, ପ୍ରଭୁ କେବେ କହିବେ କି ଯା ବଢିଆ ଫିଲ୍ମ ଲାଗିଛି ପୁଷ୍ପା 2 ଟିକେ ଦେଖିକିନା ଆସେ? ଆଜି ବହୁତ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ପୁଷ୍ପା 2 ଦେଖି ଦେଇଛନ୍ତି, ସେଥିପାଇଁ ଘରେ ବହୁତ ଝଗଡା, ସେଥିପାଇଁ ମେ ଝୁକେଗା ନାହିଁ, ମେ ଝୁକେଗା ନାହିଁ, ମେ ଝୁକେଗା ନାହିଁ ହଉଥିବେ ସେମାନେ। ଘରେ ଟିକେ ନମ୍ର ହେଇଗଲେ ସବୁ ସମସ୍ୟାର ସମାଧାନ ହେଇଯିବ। ସ୍ତ୍ରୀ ମଧ୍ୟ କହୁଛନ୍ତି ମୁଁ ଲୁଇଁବା ଲୋକ ନାହିଁ, ଆମେ ପୋଲିସ ଖାନଦାନରୁ ଆମେ ଆସିଛୁ। ଆମ ବାପା ମାନେ ସେମାନେ ପୋଲିସ, ତାଙ୍କର ପୋଲିସ ସେମାନେ। ଏ ସ୍ୱାମୀ ମଧ୍ୟ କହୁଛନ୍ତି ଆମେ ମଧ୍ୟ ଝୁକବା ଲୋକ ନାହିଁ, ଆମେ ତ ମିଲିଟାରୀ ଲୋକ ନା, ଆମେ ଆମେ କାହିଁକି ଝୁକବାକୁ ଯିବୁ? ଆମେ କି ପ୍ରକାର ପରିସ୍ଥିତି! ପ୍ରିୟ ମାନେ, ଆମେ ଆମର ଚକ୍ଷୁକୁ ଗୋଟେ ପରମେଶ୍ୱରଙ୍କ ପାଇଁ ବଳିଦାନ କରିବାର ଅଛି। କେବେ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିବେ କି ଏ ଚକ୍ଷୁରେ ତୁ କପିଲ ଶର୍ମା ଦେଖେ, କପିଲ ଶର୍ମାର ଶୋ ଗୁଡିକ ଦେଖେ? କେବେ ମଧ୍ୟ କହିବେ କି ହଁ ଭଲ ଭଲ ଆଇପିଏଲ ଦେଖୁଛୁ ନା, ଦେଖେ? କାହିଁକି ନା ସ୍ୱର୍ଗରେ ଆସିଲା ପରେ ତ ପ୍ରଶ୍ନ ପଚାରିବି ନା, 2024 ମସିହାରେ ଆଇପିଏଲ କିଏ ଜିତିଥିଲା? ତୁ କହିବୁ, ସେଥିପାଇଁ ତତେ କେତେ ପୁରସ୍କାର ଦିଆଯିବ। ଆଜି ଦେଖନ୍ତୁ, ଲୋକମାନଙ୍କ ପାଖରେ ବାଇବଲ ପଢିବା ପାଇଁ ସମୟ ନାହିଁ, ସହଭାଗିତାକୁ ଯିବା ପାଇଁ ସମୟ ନାହିଁ, ମାତ୍ର ଘରେ ବସିକିନା ଆଇପିଏଲ ଚାଲିଥିବ ଭୟଙ୍କର ଭାବରେ। ଆମ ଆଜ୍ଞାଙ୍କୁ ବୋଲି କହିଲେ ନାହିଁ କି ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ବୋଲେ ବହୁତ ପସନ୍ଦ, ସେ ବହୁତ ଦେଖନ୍ତି ସେଇଟା। ସେଇଦିନ ଯାହା ଥିଲେ ମତେ ଛାଡିକିନା ଦେଖନ୍ତି। ପ୍ରିୟ ମାନେ, ଆପଣ ମାନଙ୍କୁ ମୁଁ କହିବା ପାଇଁ ଚାହେଁ,
ଆମେ ପ୍ରଭୁଙ୍କ ପାଇଁ ବଞ୍ଚିବାର ଅଛି, ପ୍ରଭୁଙ୍କ ପାଇଁ ଜୀବନ ଯାପନ ଆମକୁ କରିବାର ଅଛି। ଯୋଉ ଶୋ ଯୋଉ ପ୍ରୋଗ୍ରାମ ମୋର ଯୀଶୁଙ୍କ ସହିତ ମୁଁ ଦେଖିପାରିବି ନାହିଁ, ସେ ପ୍ରୋଗ୍ରାମ ପ୍ରଭୁ ଚାହୁଁନାହାନ୍ତି ଦେଖିବା ପାଇଁ। ସେଥିପାଇଁ ଆମର ଆଖିକୁ ବେଦୀ ଉପରେ ରଖିବାର ଅଛି, ଆମର ପାଟିକୁ ବେଦୀ ଉପରେ ରଖିବାର ଅଛି, ଆମର ହସ୍ତକୁ ବେଦୀ ଉପରେ ରଖିବା। ପ୍ରଭୁ ଏ ସବୁ ଗୁଡ଼ିକ ମୁଁ ବେଦୀରେ ମୁଁ ରଖୁଛି, ସମର୍ପଣ କରୁଛି, ଉତ୍ସର୍ଗ କରିଦଉଛି। ଏଇଟା ହେଲା ପ୍ରଭୁଙ୍କ ପାଇଁ ବଞ୍ଚିବା, ନିଜ ପାଇଁ ନାହିଁ। ସେଥିପାଇଁ ପାଉଲ ସେ କହୁଛନ୍ତି, ଯଦି ପଢିବା ସେ କରନ୍ତୀୟ ପୁସ୍ତକରେ ସେ ଆମମାନଙ୍କୁ ଯାହା କହୁଛନ୍ତି, ପ୍ରଥମ କରନ୍ତୀୟ 9 ଅଧ୍ୟାୟରେ ସେ କଣ କହୁଛନ୍ତି, 27 ପଦରେ, ଅନ୍ୟ ଲୋକମାନଙ୍କ ନିକଟରେ ପ୍ରଚାର କରି କାଳେ ମୁଁ ନିଜେ କୌଣସି ପ୍ରକାର ଅଗ୍ରାହ୍ୟ ହୁଏ, ଏଥିପାଇଁ କାହାର ଶରୀରକୁ, ମୋହର ନିଜର ଶରୀରକୁ କଣ କରି କଷ୍ଟ ଦେଇ ବଶରେ ଦାସ କରି ରଖୁଅଛି। ଏ ଶରୀର ବିଭିନ୍ନ ପ୍ରକାର ବିଷୟ ଗୁଡିକ ମାଗୁଥିବ, ଗୋଟେ ପରେ ଗୋଟେ ବିଷୟ ମାଗୁଥିବ। ଏখানে ଆତ୍ମା କହୁଥିବ ଟିକେ ପ୍ରାର୍ଥନା କରେ, ସିଆଡେ ସେ କହୁଥିବ ଟିକେ ଗଡି ପଡେ। ଇଆଡେ କହୁଥିବ ବାଇବଲ ପଢ, ସିଆଡେ ସେ କହୁଥିବ ନାହିଁ ଏବେ ଟିକେ ମୋବାଇଲ ଦେଖିବି। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଗୋଟେ ନୂଆ ଜୀବନ ଦେଇଛନ୍ତି। ଯୋଉ ଜାଗାରେ ମୁଁ ଓ ଆପଣମାନେ ମୃତ୍ୟୁଭୋଗ କରିବାକୁ ଥିଲା, ସେଇ ସ୍ଥାନରେ ସେ ମୃତ୍ୟୁଭୋଗ କରିଛନ୍ତି। ସେଥିପାଇଁ ଆମର କାମ କଣ ହେଲା, ବାଇବଲ ଆମମାନଙ୍କୁ କହେ, ପାଉଲ ଏ ପ୍ରକାଶନ ପାଇଲେ, କାହିଁକି ଯୀଶୁଖ୍ରୀଷ୍ଟ କ୍ରୁଶରେ ମଲେ, ଯେ ଆମକୁ ପାପରୁ ଉଦ୍ଧାର କରିବା ପାଇଁ। ଆଉ କାହିଁକି ମଲେ, ଯେ ଆମେ ଆଉ ନିଜ ପାଇଁ ନ ବଞ୍ଚୁ, ଏ ହାତରେ ନିଜ ଇଚ୍ଛା ଅନୁସାରେ ଆମେ କାମ ନ କରୁ। ଭାବନ୍ତୁ, ମୁଁ ସବୁବେଳେ କହେ, ଏ ହାତରେ ସ୍ୱାମୀ ମାନେ ସ୍ତ୍ରୀ ମାନଙ୍କୁ ମାରନ୍ତି, ଏ ହାତରେ ଲାଞ୍ଚ ନିଅନ୍ତି, ଏ ହାତରେ ଖରାପ କାମ ଗୁଡିକ କରନ୍ତି। ଆମର ଶରୀରକୁ ପ୍ରଭୁଙ୍କ ପାଇଁ ଉତ୍ସର୍ଗ କରିବାର ଆବଶ୍ୟକ ରହିଅଛି। ଏଇଟା ହଉଛି ପ୍ରଭୁଙ୍କ ପାଇଁ ବଞ୍ଚିବା। 2 କରନ୍ତୀୟ 5 ଅଧ୍ୟାୟକୁ ଯିବା ଆମେ। ପ୍ରଭୁଙ୍କ ପାଇଁ ବଞ୍ଚିବା ବିଷୟ ସେ କି ପ୍ରକାର ସୁନ୍ଦର ଭାବରେ ବ୍ୟାଖ୍ୟା କରୁଛନ୍ତି। 5 ଅଧ୍ୟାୟର 9 ପଦରେ ମୁଁ ପଢୁଛି, ଏଣୁ ମଧ୍ୟ ନିବାସୀ ହେଉ ବା ପ୍ରବାସୀ ହେଉ, ତାହାଙ୍କ ନିକଟରେ, କାହାର, ପରମେଶ୍ୱରଙ୍କ ନିକଟରେ ସନ୍ତୋଷ ପାତ୍ର ହେବା ଆମ୍ଭମାନଙ୍କର ଏକାନ୍ତ ବାସନା। ତାଙ୍କର ଇଚ୍ଛା କଣ? ପାଉଲଙ୍କର ଇଚ୍ଛା, ମୁଁ ସ୍ୱର୍ଗରେ ଥାଏ କି ପୃଥିବୀରେ ଥାଏ, ମୋର ଜୀବନର ଲକ୍ଷ୍ୟ ଗୋଟେ, ମୋର ପରମେଶ୍ୱରଙ୍କୁ ଖୁସି କରେ। ମୋ ପରମେଶ୍ୱରଙ୍କ ଦୃଷ୍ଟିରେ ଯୋଉଟା ସନ୍ତୋଷର ବିଷୟ, ଯୋଉଟା କରିଲେ ମୋର ପରମେଶ୍ୱର ଖୁସି ହେବେ, ଆନନ୍ଦିତ ହେବେ, କହିବେ ବେଶ ଉତ୍ତମ ବିଶ୍ୱସ୍ତ ଦାସ, ସେଇ ବିଷୟ ମୁଁ କରିବା ପାଇଁ ଚାହୁଁଅଛି। ଏଇଟା ହଉଛି ସେହି ଜୀବନ। ଏଇ ଜୀବନକୁ କୁହାଯାଏ ନୂତନ ସୃଷ୍ଟି। ତା ତଳକୁ ତଳକୁ ସେ ଲେଖୁଛନ୍ତି, ଯେ କେହି ଖ୍ରୀଷ୍ଟଙ୍କ ଠାରେ ଅଛନ୍ତି ସେ ନୂତନ ସୃଷ୍ଟି। ନୂତନ ସୃଷ୍ଟି ଗୋଟେ ଅଛି, ପୁରାତନ ସୃଷ୍ଟି। ପୁରାତନ ସୃଷ୍ଟି ହଉଛନ୍ତି ଆଦମଙ୍କର ସୃଷ୍ଟି। ଆଦମଙ୍କର ଜୀବନ କେମିତି, ନିଜର ଶରୀର ପାଇଁ ବଞ୍ଚିବା, ନିଜ ଇଚ୍ଛା ଅନୁସାରେ ବଞ୍ଚିବା, ପାପରେ ଜୀବନ ଯାପନ କରିବା, ଏଇଟା ହେଲା ଆଦମଙ୍କର ସ୍ୱଭାବ। ମାତ୍ର ପରମେଶ୍ୱର ଆମକୁ ସେ କହୁଛନ୍ତି, ନୂତନ ସୃଷ୍ଟି ମାନେ କଣ, ଯୀଶୁ ଖ୍ରୀଷ୍ଟଙ୍କ ପରି ବଞ୍ଚିବା, ଯୀଶୁ ଖ୍ରୀଷ୍ଟଙ୍କ ପରି ଜୀବନ ଯାପନ କରିବା। ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଜହନ ସେ ଗୋଟେ ଲାଇନରେ ତାଙ୍କର ଅଟୋବାୟୋଗ୍ରାଫି ଲେଖିଲା ପରି ସେ ଲେଖୁଅଛନ୍ତି। ଯଦି ଆମେ ପଢିବା ଜହନ ଲିଖିତ ସୁସମାଚାର ଏହାର 6 ଅଧ୍ୟାୟ 38 ପଦ, ଜହନ 6 ଅଧ୍ୟାୟର 38 ପଦ ଲେଖାଗଲା, କାରଣ ମୁଁ ନିଜ ଇଚ୍ଛା ସାଧନ କରିବାକୁ ଅବତରଣ ନ କରି, ଏଟା ଆମେ କହିବାର ଅଛି, ମୁଁ ମୋର ନିଜ ଇଚ୍ଛା ସାଧନ କରିବା ପାଇଁ ଖ୍ରୀଷ୍ଟିଆନ ହିଁ ନାହିଁ ଆଜ୍ଞା। ମୁଁ ମୋର ନିଜ ଇଚ୍ଛା ସାଧନ କରିବା ପାଇଁ ମୁଁ ପ୍ରଭୁଙ୍କ ପାଖକୁ ଆସି ନାହିଁ। ଯୀଶୁଖ୍ରୀଷ୍ଟ କହିଲେ, ମୋର ନିଜର ଇଚ୍ଛା ସାଧନ କରିବା ପାଇଁ ମୁଁ ସ୍ୱର୍ଗରୁ ଓହ୍ଲେଇକିନା ଆସି ନାହିଁ। ଆଜି ଆମର ଏଇ ଷ୍ଟେଟମେଣ୍ଟ ରହିବାର ଅଛି, ଯଦି ପ୍ରକୃତରେ ଆମ ଜୀବନରେ ଗୁଡ ଫ୍ରାଇଡେ ହେଇଛି, ଯୀଶୁଖ୍ରୀଷ୍ଟଙ୍କର ସେଇ ମୃତ୍ୟୁକୁ ଆମେ ଭଲ ଭାବରେ ଆମେ ଜାଣିଛୁ ଯେ କାହିଁକି ଯୀଶୁଖ୍ରୀଷ୍ଟ ମୃତ୍ୟୁବରଣ କଲେ, ତାହେଲେ ଆମେ ମଧ୍ୟ ଏଇ ଷ୍ଟେଟମେଣ୍ଟ ଦେଇପାରିବା, ମୁଁ କଣ ପାଇଁ ଖ୍ରୀଷ୍ଟିଆନ ହେଲି,
ମୁଁ ଦଶ ମାଂସ ଦେବା ପାଇଁ ଖ୍ରୀଷ୍ଟିଆନ ହିଁ ନାହିଁ। ମୁଁ କେବଳ ପ୍ରାର୍ଥନା କରିବା, ଜୁମ୍ ମିଟିଂ ଆସିବା ଏଥିପାଇଁ ନାହିଁ। ମୁଁ ଖ୍ରୀଷ୍ଟିଆନ ହେବାର ଗୋଟେ ଉଦ୍ଦେଶ୍ୟ, ମୁଁ ପରମେଶ୍ୱରଙ୍କ ଇଚ୍ଛାକୁ ସାଧନ କରିବି। ମୋ ଜୀବନରେ ଦୀର୍ଘ ବର୍ଷ ଧରି ନିଜ ଇଚ୍ଛା ଅନୁସାରେ ବଞ୍ଚିଲି। ଏବେ ମୁଁ ଆଉ ମୋର ଇଚ୍ଛା ଅନୁସାରେ ବଞ୍ଚିବି ନାହିଁ। ଆମେ ଦେଖିଲୁ ଆଦମ ନିଜ ଇଚ୍ଛା ଅନୁସାରେ ବଞ୍ଚିଲେ, ଅପବ୍ୟୟ ପୁତ୍ର ନିଜ ଇଚ୍ଛା ଅନୁସାରେ ବଞ୍ଚିଲେ, ଆଉ ସେମାନଙ୍କର ଅବସ୍ଥା ଗୁଡିକ କଣ ହେଲା? ଆଜି ପରମେଶ୍ୱର ଆମମାନଙ୍କୁ ସେ ଏହା କହୁଛନ୍ତି ଯେ ଯୀଶୁଙ୍କର ସେ କ୍ରୁଶୀୟ ମୃତ୍ୟୁକୁ ଯଦି ଆମେ ବୁଝିଛୁ, କାହିଁକି ସେ ମୃତ୍ୟୁ ଭୋଗ କଲେ କ୍ରୁଶ ଉପରେ, ଆମେ କାନ୍ଦିବା, ଆମେ ଛାତି ମାରି ବିଳାପ କରିବା, ତାଙ୍କର କଷ୍ଟ ଯନ୍ତ୍ରଣାରେ ଆମେ ଝରଝର ହେଇଯିବା, କାନ୍ଦିକିନା ଘରକୁ ଫେରିଯିବା। ଆଜି ମୁଁ କାନ୍ଦିକିନା ଆସିଛି, ମୁଁ ଲୁହ ଗଡିକିନା ଆସିଛି। ଦେଖନ୍ତୁ, ଚର୍ଚ୍ଚରୁ କାନ୍ଦିକିନା ଘରକୁ ଯିବେ, ଘର ଲୋକ କନ୍ଦଉଥିବେ। ଚର୍ଚ୍ଚରୁ କାନ୍ଦିକିନା ଘରକୁ ଯିବେ, ଆଉ ଥରେ ଯେମିତି ଜୀବନ ଯାପନ ସେମିତି ଜୀବନ ଯାପନ କରୁଥିବେ। ପ୍ରିୟମାନେ, ସେଇ ପ୍ରକାର ପରିସ୍ଥିତି ଲୋକମାନଙ୍କର ଅଛି। କନ୍ଦେଇକିନା ପଠେଇବାର ନାହିଁ। ଆମେ ଏମିତି ମେସେଜ ଦେଲେ ଲୋକମାନେ କାନ୍ଦି ପକାନ୍ତୁ ସେଇଟା ନୁହେଁ, ମାତ୍ର ଗୋଟେ ନିଷ୍ପତ୍ତି ନେଇକିନା ଯିବାର ଅଛି। ମୁଁ ଗୋଟେ ସମର୍ପଣ ହେଇକିନା ମୁଁ ଯାଉଛି। ଆଜିଠାରୁ ମୋର ଜୀବନ ମୁଁ ପରମେଶ୍ୱରଙ୍କ ହସ୍ତରେ ସମର୍ପଣ କରୁଛି। ଏହାର ଅର୍ଥ ନାହିଁ ଯେ 24 ଘଣ୍ଟା ବାଇବଲ ପଢୁଥିବ, ପ୍ରାର୍ଥନା କରୁଥିବ, କିଛି କାମ ଧନ୍ଦା କରିବନି, ସେମିତି ନାହିଁ। କଣ, ତାଙ୍କର ସନ୍ତୋଷଜନକ ଜୀବନ କାଟିବାର ଅଛି। ସେ ଯୋଉ ପ୍ରକାର ଜୀବନ ଇଚ୍ଛା କରୁଛନ୍ତି ସେଇ ପ୍ରକାର ଜୀବନ ବିତେଇବାଟା ସେଟା ହଉଛି ଖ୍ରୀଷ୍ଟିଆନ ଜୀବନ। ପ୍ରିୟମାନେ, ଆଦମ ସେ ନିଜ ଇଚ୍ଛା ଅନୁସାରେ ବଞ୍ଚିଲେ। ସେ କହିଲେ ମତେ ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ବଞ୍ଚିବା ଦରକାର ନାହିଁ। ମତେ ସତ୍ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଖାଇବି, ଆଉ ମୋ ଜୀବନରେ କଣ ଭଲ କଣ ମନ୍ଦ ମତେ କେହି କହିବା ଦରକାର ନାହିଁ। ମେରି ମର୍ଜି, ମୁଁ ମୋର ଇଚ୍ଛା ଅନୁସାରେ କରିବି, ଏଇଟା କହି ସେ ଏଦନ ଉଦ୍ୟାନରୁ ବାହାରି ଆସିଲେ। ମାତ୍ର ଆମେ ସବୁ ବିଷୟରେ ଆମେ ପ୍ରଭୁଙ୍କର ଇଚ୍ଛା ପଢିବା। ହିତୋପଦେଶ 3 ଅଧ୍ୟାୟ, ହିତୋପଦେଶ 3 ଅଧ୍ୟାୟକୁ ଆସିବା, 5 ପଦ। ତୁମେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କର। ହେଲା, 50-50 ନୁହେଁ, ସବୁ ଅନ୍ତକରଣ ସହିତ ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ ନାହିଁ, ନିଜ ବୁଦ୍ଧିରେ ଆଉଜି ପଡ ନାହିଁ। 6 ପଦ, ଆପଣାର ସବୁ ଗତିରେ, ଆପଣଙ୍କର ପାଠ ପଢାରେ, ଆପଣଙ୍କର ବିଜନେସରେ, ଆପଣଙ୍କ ମ୍ୟାରେଜରେ, ଆପଣ ମାନଙ୍କର ଯେକୌଣସି ନିଷ୍ପତ୍ତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ପ୍ରିୟମାନେ, ଏଇଟା ହେଲା ସେଇ ଜୀବନ। ଏମିତି ଜୀବନ ପ୍ରଭୁ ଯୀଶୁ ଖ୍ରୀଷ୍ଟ এই ଧରା ପୃଷ୍ଠରେ ସେ ବଞ୍ଚିଥିଲେ, ଆଉ ସେଥିପାଇଁ ସେ ବହୁତ ଖୁସିରେ ରହିଲେ। ଯୀଶୁ ଖ୍ରୀଷ୍ଟ କେବେ ମଧ୍ୟ ମୁହଁ ଶୁଖେଇ ଦୁଃଖର ଜୀବନ ଯାପନ କରିନାହାନ୍ତି, କାରଣ ସେ ସବୁ ସମୟରେ ପିତାଙ୍କର ଇଚ୍ଛା ସାଧନ କରୁଥିଲେ। ଯେତେବେଳେ ସେ ବାପ୍ତିସ୍ମ ନେଲେ, ସ୍ୱର୍ଗରୁ ଏହି ବାଣୀ ହଉଛି, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କ ଠାରେ ଆମର ପରମ ସନ୍ତୋଷ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଗୁଡ୍ ଫ୍ରାଇଡେ ବା ଯୀଶୁ ଖ୍ରୀଷ୍ଟଙ୍କର ସେ ମୃତ୍ୟୁର ଦିନ, ଆଉ ଯୀଶୁ ଖ୍ରୀଷ୍ଟ କାହିଁକି ମୃତ୍ୟୁବରଣ କଲେ, ଏହା ଯଦି ଆମେ ଠିକରେ ଆମେ ବୁଝିବା ସେଇ ରହସ୍ୟକୁ, ତାହେଲେ ଆମେ ପୁନର୍ବାର ଆମକୁ 9 ଘଣ୍ଟା ଶୋଇବୁ, 10 ଘଣ୍ଟା ଶୋଇବୁ, ଆଉ ନିଜ ଇଚ୍ଛା ଅନୁସାରେ ଉଠିବୁ, ଆଉ ନିଜ ଇଚ୍ଛା ଅନୁସାରେ ଚର୍ଚ୍ଚ ଯିବୁ, ନିଜ ଇଚ୍ଛା ଅନୁସାରେ ଜୀବନ ଯାପନ କରିବୁ, ଏଇଟା ଆଉ ଆମ ଜୀବନରେ ରହିବ ନାହିଁ। ଆମର ଜୀବନ ନୂତନ ସୃଷ୍ଟି ହେଇଯିବ, ଆମେ ନୂଆ ହେଇଯିବୁ। ଆଉ ଆମେ ମେରି ମର୍ଜି କହିବୁ ନାହିଁ, ଆମେ କହିବୁ ତେରି ମର୍ଜି, ତେରି ଇଚ୍ଛା ପୁରୀ ହୋଇଯାଏ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଏହି ପେସନ ୱିକ୍ ସମୟରେ, ଯୋଉ ସମୟରେ କି ଆମମାନେ ଯୀଶୁ ଖ୍ରୀଷ୍ଟଙ୍କର ସେ ମୃତ୍ୟୁ ଭୋଗର ସମୟକୁ ଆମେ ଦେଖୁଛୁ, ସେଇ ସମୟରେ ଆମ ଜୀବନରେ ଆମେ ନିଷ୍ପତ୍ତି ଗୋଟେ ନେବା। ମୁଁ ଏଇ ସ୍ଥାନରେ ଇମୋସନାଲ କରି କାନ୍ଦିକିନା ପଠେଇବା ପାଇଁ ଚାହେଁ ନାହିଁ, କାରଣ ଗୁଡ୍ ଫ୍ରାଇଡେ ଦିନ କାନ୍ଦିବାର ଦିନ ନାହିଁ। କିଏ କାନ୍ଦେ? ଯାହାକୁ କି ପୁନରୁତ୍ଥାନ ବିଷୟରେ ଜଣା ନାହିଁ। ଗୁଡ୍ ଫ୍ରାଇଡେ ପରେ ପୁନରୁତ୍ଥାନ ମଧ୍ୟ ଅଛି, ସେଥିପାଇଁ ଆମକୁ କାନ୍ଦିବାର ନାହିଁ। ଆମେ କଣ ପାଇଁ କାନ୍ଦିବା? ନିଜ ପାଇଁ କାନ୍ଦିବା। ଏତେ ସବୁ ବାକ୍ୟ ଜାଣିଲା ପରେ ମଧ୍ୟ, ଏତେ ଜୁମ୍ ମିଟିଂ ଆସିଲା ପରେ ମଧ୍ୟ ପ୍ରଭୁ କାହିଁକି ବଦଳୁନି ମୋ ଜୀବନ? ବହୁତ ସୁନ୍ଦର ଅମିତ ପାଣି ସେ ଗୀତ ଲେଖିଛନ୍ତି, ପ୍ରଭୁ କାହିଁକି ବଦଳୁନି ମୋ ଜୀବନ? ଏବେ ମଧ୍ୟ ମିଛ କହୁଛି,
ଏବେ ମଧ୍ୟ ଜବାବ ଦଉଛି, ଏବେ ମଧ୍ୟ ବଚସା କରୁଛି, ଏବେ ମଧ୍ୟ ଟଙ୍କାର ଲୋଭ ରହିଛି। କାହିଁକି ବଦଳୁ ନାହିଁ? କେବେ ବଦଳିବ? ପ୍ରିୟମାନେ, ଯୋଉ ସମୟରେ ଆମେ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ ଭୋଗକୁ ଆମେ ବୁଝିବା, ଆମେ ପାଉଲ ବୁଝିଲେ। ପାଉଲ ଯୀଶୁ ଖ୍ରୀଷ୍ଟଙ୍କର ଡେଡ୍ ଏଗେନ୍ଷ୍ଟ ଥିଲେ ସେ, ମାତ୍ର ଯୋଉ ସମୟରେ ତାଙ୍କୁ ସେହି ଦମେଶକ ପଥରେ ଯୀଶୁଙ୍କ ସହିତ ଏନକାଉଣ୍ଟର ହେଇଯାଇଛି, ସେଇ ସମୟରେ ସେ ସବୁ ବୁଝି ସେ ଗୋଟେ ନିଷ୍ପତ୍ତି ନେଲେ। ମୋ ଜୀବନର ଉଦ୍ଦେଶ୍ୟ ଖ୍ରୀଷ୍ଟ, ମୋ ବଞ୍ଚିବାର ଉଦ୍ଦେଶ୍ୟ ଖ୍ରୀଷ୍ଟ। ପ୍ରିୟମାନେ, ଆଜି ମଧ୍ୟ ଆମ ପାଖରେ ଗୋଟେ ସମୟ ଅଛି। ଆମେ ଶୁଭ ଶୁକ୍ରବାର, ଗୁଡ୍ ଫ୍ରାଇଡେ, ଏସବୁ ସମୟ ଦେଇ ଆମେ ଯାଇଛୁ। କେତେଟା ଗୁଡ୍ ଫ୍ରାଇଡେ ଆମେ ପାଳନ କରିଛୁ, ଆଉ କେତେଟା ପାଳନ କଲା ପରେ ଆମେ ମଧ୍ୟ ପାଉଲଙ୍କ ପରି କହିପାରିବା କି ମୋ ପକ୍ଷରେ ଜୀବନ ଧାରଣ ଖ୍ରୀଷ୍ଟ। ମୁଁ ନିବାସୀ ହେଉ କି ପ୍ରବାସୀ ହେଉ, ମୋ ଜୀବନର ଗୋଟିଏ ଲକ୍ଷ୍ୟ, ମୁଁ ମୋର ପରମେଶ୍ୱରଙ୍କର ସନ୍ତୋଷ ପାତ୍ର ହେବି। ଆସନ୍ତୁ ଆମେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା। ପ୍ରିୟମାନେ, ଯୋଉ ପରମେଶ୍ୱର ଆମକୁ ନୂଆ ଜୀବନ ଦେଇଛନ୍ତି, ଆମେ କି ପ୍ରକାର ଅବସ୍ଥାରେ ଥିଲୁ, ଆମେ ଏହି ପ୍ରକାର ଅବସ୍ଥାରେ ଥିଲୁ, ସେହି ଜିରିହ ପଦାରେ ପଡି ଆମେ ଦରମଲା ଅବସ୍ଥାରେ ଛଟପଟ ହଉଥିବା ସମୟରେ ଯାଜକ ଆମକୁ ରକ୍ଷା କଲେ ନାହିଁ, ଲେବିୟ ଆମକୁ ରକ୍ଷା କଲେ ନାହିଁ, ମାତ୍ର ଉତ୍ତମ ସମୟରେ ଯେ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଆସିଲେ, ଆମକୁ ଦେଖି ଦୟାରେ ବିଗଳିତ ହେଲେ ଓ ଆମର ସେ ଘା ସବୁକୁ ସେ ତୈଳ ଲଗେଇଲେ, ତାଙ୍କର ବାହନ ଉପରେ ବସେଇ ସେ ପାନ୍ଥଶାଳାକୁ ନେଇ ଆମ ପାଇଁ ସେ ମୂଲ୍ୟ ଦେଇଛନ୍ତି। ଆଉ ଆମେ କି ପ୍ରକାର ଆଉ ନିଜ ନିମନ୍ତେ ବଞ୍ଚି ପାରିବା? ଏ ଜୀବନ ତାଙ୍କର ଉପହାର ଅଟେ। ଯେତେ ଦିନ ଆମେ ଧରାପୃଷ୍ଠରେ ରହିବା, ତାଙ୍କ ନିମନ୍ତେ ବଞ୍ଚିବା, ତାଙ୍କର ଇଚ୍ଛା ସଫଳ କରିବା। ଆସନ୍ତୁ ଆମେ ପ୍ରାର୍ଥନା କରିବା ପାଇଁ ଯିବା। ପିତା, ଆମେ ତୁମକୁ ଧନ୍ୟବାଦ ଉପରେ ଧନ୍ୟବାଦ, ଧନ୍ୟବାଦ ଉପରେ ଧନ୍ୟବାଦ ଦଉଛୁ, କାରଣ ତୁମେ ସେଥିପାଇଁ ଯୋଗ୍ୟ ସୁଭାଜନ ପରମେଶ୍ୱର ତୁମେ ଅଟ। ତୁମ ଛଡା କେହି ପରମେଶ୍ୱର ନାହାନ୍ତି ଯାହାକୁ କି ଆମେ ପ୍ରଭୁ ଭାବରେ ଗ୍ରହଣ କରିପାରିବୁ। ଆମେ ଯେଉଁ ସ୍ଥାନରେ ମୃତ୍ୟୁ ଭୋଗ କରିବାର ଥିଲା, ଆମେ ଯୋଉ ହାତରେ ପାପ କଲୁ ପ୍ରଭୁ, ଆମେ ଯୋଉ ପାଦରେ ଆମେ ଭୁଲ ବାଟକୁ ଗଲୁ, ଯୋଉ ମନରେ ଖରାପ ଚିନ୍ତା କଲୁ ପ୍ରଭୁ, ଆମର ସବୁ ପାପ ତୁମ ଉପରେ ଲଦି ଦିଆଗଲା ପ୍ରଭୁ। এই ପ୍ରକାର ପ୍ରେମ ଆମର ବୋଧର ଅଗମ୍ୟ। ଏତେ ପ୍ରେମ ତୁମେ ଆମକୁ କରୁଛ, ହେଲେ ମଧ୍ୟ ଆମେ ପ୍ରଭୁ ଏବେ ଯାଏ ସୁଧୁରି ନାହୁଁ। ଏବେ ଯାଏ ପ୍ରଭୁ ତୁମର ମୃତ୍ୟୁକୁ ଆମେ ପ୍ରଭୁ ଭଲ ଭାବରେ ବୁଝି ନାହୁଁ। ନରକ ଯନ୍ତ୍ରଣାର କଷ୍ଟକୁ ଆମେ ଜାଣି ନାହୁଁ। ତୁମେ ଆମ ନିମନ୍ତେ ଏତେ ସବୁ କଲ। ଉଲଗ୍ନ ଅବସ୍ଥାରେ ପ୍ରଭୁ ସର୍ବସାଧାରଣ ଲୋକଙ୍କ ଆଗରେ ତୁମେ କ୍ରୁଶ ଉପରେ ଚଢିଦେଲ, ଆମକୁ ପୋଷାକ ପିନ୍ଧେଇଲ, ଆମକୁ ଗୌରବାନ୍ୱିତ କଲ। ମୁଁ ତୁମକୁ ଧନ୍ୟବାଦ ଦଉଛି ପ୍ରଭୁ। ଏଇ କଥା ଗୁଡିକ ତୁମେ ଆମକୁ ବୁଝିବା ପାଇଁ ଦେଇଛ। ତୁମ ନାମର ସ୍ତୁତି ହେଉ, ମହିମା ହେଉ। ଆମେ ଯେ ପ୍ରକାର ତୁମ ମାର୍ଗରେ ଆମେ ଚାଲିବୁ, ଆମେ ଗୋଟେ ନିଷ୍ପତ୍ତି ନେବୁ, ଆମେ ବଞ୍ଚିବୁ ତୁମର, ମରିବୁ ତୁମର, ଆମେ କେବଳ ତୁମର ହିଁ ବଞ୍ଚିବୁ। ପ୍ରଭୁ ଦୟାକରି ତୁମେ ସାହାଯ୍ୟ କର, କାରଣ ତୁମେ ଆମକୁ ରକ୍ଷା କରିଛ, ତୁମେ ଆମକୁ ଉଦ୍ଧାର କରିଛ, ତୁମେ ଆମ ନିମନ୍ତେ ଜୀବନ ଦେଇଛ, ରକ୍ତ ପ୍ରଦାନ କରିଛ, ତୁମ ରକ୍ତ ଦ୍ୱାରା ତୁମେ ଆମକୁ କିଣିଛ। ପ୍ରଭୁ ଆମେ ତୁମ ନାମର ଗୌରବ ମହିମା କରି ଧନ୍ୟବାଦ ଦିଏ। ପ୍ରଭୁ ତୁମେ ଆମମାନଙ୍କୁ ଅନଲାଇନ ସେବା କାର୍ଯ୍ୟ ଦେଇଛ, ଯାହା ଦ୍ୱାରା କି ପ୍ରଭୁ ଅନଲାଇନ ମାଧ୍ୟମରେ ଜଡ଼ିତ ହେଇ ଆମେ ପ୍ରଭୁ ଗୋଟିଏ ପରେ ଗୋଟିଏ ସନ୍ଦେଶ ଗୁଡିକ ଆମେ ଶୁଣୁଛୁ, ଭାଇ ଭଉଣୀ ମାନଙ୍କ ସହଭାଗିତା କରୁଛୁ। ଦିନକୁ ଦିନ ଆମେ ପ୍ରଭୁ ଖ୍ରୀଷ୍ଟଙ୍କ ପରି ରୂପାନ୍ତରିତ ହେବାର ସୁଯୋଗ ଆମେ ପାଇଛୁ। ଯୋଉମାନେ ଏଇ ସନ୍ଦେଶ ଶୁଣୁଛନ୍ତି ପ୍ରଭୁ, ତୁମେ ସେମାନଙ୍କ ହୃଦୟରେ ତୁମେ କଥା କୁହ। ଆଜିଠାରୁ ଗୋଟେ ନୂଆ ନିଷ୍ପତ୍ତି ନେବେ, ଗୋଟେ ଫ୍ରେଶ ନିଷ୍ପତ୍ତି ନେବେ, ତୁମ ପାଇଁ ବଞ୍ଚିବେ, ତୁମ ପାଇଁ କାର୍ଯ୍ୟ କରିବେ, ତୁମ ସନ୍ତୋଷଜନକ ଜୀବନ ଯାପନ କରିବେ, ତୁମର ଇଚ୍ଛାକୁ ପୂର୍ଣ୍ଣ କରିବେ। ଅନୁଗ୍ରହ ପ୍ରଦାନ କର। ପ୍ରାର୍ଥନା ଶୁଣିଛ, ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍।